ତାଙ୍କର ଅଭିନୟ ଯେକୌଣସି ଭୂମିକା ରହୁ ନା କାହିଁକି ସେ ଚିରସ୍ମରଣୀୟ ରହିବ। ସେ ଓଡ଼ିଆ ସିନେମା ଜଗତର ଜଣେ ଅବିସ୍ମରଣୀୟ ବ୍ୟକ୍ତି। ମୁଁ ତାଙ୍କୁ ଶ୍ରଦ୍ଧା କରେ, ତାଙ୍କ ଅଭିନୟକୁ ଭଲ ପାଏ ଏବଂ ଜଣେ ବ୍ୟକ୍ତି ହିସାବରେ ଜଣେ ଅଭିନେତା ହିସାବରେ ମୁଁ ତାଙ୍କୁ ବହୁତ ଶ୍ରଦ୍ଧା କରେ। ସେମିତି କିଛି ସ୍ମୃତି ତ ବହୁତ ଅଛି, ତାକୁ କହିଲେ ରାତି ପାଇଯିବ। ତେଣୁ ଅଦ୍ୱିତୀୟ ଓଡ଼ିଶା ସିନେମା ଜଗତର ଗୁଲାବ ବ୍ୟକ୍ତି। ପରିବାର ତ ତାଙ୍କ ସେପରି ଭାବରେ ଭଗବାନ ତାଙ୍କ ସ୍ତ୍ରୀକୁ ତାଙ୍କ ପୁଅକୁ ମଧ୍ୟ ସେମିତି ଉଚ୍ଚ କୋଟିର କଳାକାର ହିସାବରେ ଜନ୍ମ ଦେଇଛନ୍ତି। ଭଗବାନ ପାଖରେ କେବଳ ପ୍ରାର୍ଥନା ସେମାନଙ୍କୁ ପରିବାର ବର୍ଗଙ୍କୁ ଶକ୍ତି ଦିଅନ୍ତୁ, ସେମାନେ ଏ କଳା ଜଗତରେ ସ୍ମରଣୀୟ ହେଇଯାଆନ୍ତୁ। ତାଙ୍କର ଅଭିନୟ ଯେକୌଣସି ଭୂମିକା ରହୁ ନା କାହିଁକି ସେ ଚିରସ୍ମରଣୀୟ ରହିବ। ସେ ଓଡ଼ିଆ ସିନେମା ଜଗତର ଜଣେ ଅବିସ୍ମରଣୀୟ ବ୍ୟକ୍ତି। ମୁଁ ତାଙ୍କୁ ଶ୍ରଦ୍ଧା କରେ, ତାଙ୍କ ଅଭିନୟକୁ ଭଲ ପାଏ ଏବଂ ଜଣେ ବ୍ୟକ୍ତି ହିସାବରେ ଜଣେ ଅଭିନେତା ହିସାବରେ ମୁଁ ତାଙ୍କୁ ବହୁତ ଶ୍ରଦ୍ଧା କରେ। ସେମିତି କିଛି ସ୍ମୃତି ତ ବହୁତ ଅଛି, ତାକୁ କହିଲେ ରାତି ପାଇଯିବ। ତେଣୁ ଅଦ୍ୱିତୀୟ ଓଡ଼ିଶା ସିନେମା ଜଗତର ଗୁଲାବ ବ୍ୟକ୍ତି। ପରିବାର ତ ତାଙ୍କ ସେପରି ଭାବରେ ଭଗବାନ ତାଙ୍କ ସ୍ତ୍ରୀକୁ ତାଙ୍କ ପୁଅକୁ ମଧ୍ୟ ସେମିତି ଉଚ୍ଚ କୋଟିର କଳାକାର ହିସାବରେ ଜନ୍ମ ଦେଇଛନ୍ତି। ଭଗବାନ ପାଖରେ କେବଳ ପ୍ରାର୍ଥନା ସେମାନଙ୍କୁ ପରିବାର ବର୍ଗଙ୍କୁ ଶକ୍ତି ଦିଅନ୍ତୁ, ସେମାନେ ଏ କଳା ଜଗତରେ ସ୍ମରଣୀୟ ହେଇଯାଆନ୍ତୁ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।